ସ୍କୁଟର ଚଢ଼ି ବୁଢ଼ାବୁଢ଼ୀ ବଡ଼ ମନ ଦୁଃଖରେ ବାହାରିଲୁ। ମନ ଦୁଃଖ ଏଇଥିପାଇଁ ଯେ ଆଜି ସୁଲୁର ଦେହ ଆଦୌ ଭଲ ନାହିଁ। ତାକୁ ନେଇକି ଚୁଙ୍ଗା ଆଉ ଦୀପ୍ତି ଡାକ୍ତରଙ୍କ ପାଖକୁ ଯାଇଛନ୍ତି। ଆଉ ଜାଙ୍ଗୁର କ'ଣ ଜରୁରୀ କାମ ପଡ଼ିଗଲା, ଠିକ୍ କିନ୍ତୁ ଗୁଟୁକୁ ସ୍କୁଲରେ ଛାଡ଼ି ଦିଆ ହେଇଥିଲା। ତାକୁ ତ ପୁଣି ସ୍କୁଲରୁ ଆଣିବାକୁ ପଡ଼ିବ। ଏତେ ଗୁଡ଼େ ବାଟ ମୁଁ ନେଇକି ଆସିବି କିଛି ନାହିଁ ଯେ କେବେ ଆଣିଲା ବେଳେ ମୁଁ ଯାଇନି। ଥରେ ଯାଇଥିଲି ବଡ଼ ନାତିକି ଆଣିବାକୁ, ସିଏ ଆସି ବାହାରେ ଠିଆ ହେଇଥିଲା, ମୁଁ ଆଣିଥିଲି। ତାଙ୍କର କ'ଣ ଭିତରକୁ ଯାଇକି ଗୁରୁଜନଙ୍କୁ ଦେଖିଲେ ଯାଇ ଛୋଟ କ୍ଲାସ୍ ପିଲାଙ୍କୁ ଛାଡ଼ନ୍ତି। ସେଥିପାଇଁ ଆମେ ଦିହେଁ ଯାଇଥିଲୁ। ଯାଇକି ଆମେ ସ୍କୁଲରେ ବି ପହଞ୍ଚିଗଲୁ। ହେଲେ ସ୍କୁଲରୁ ପହଞ୍ଚିବା ପୂର୍ବରୁ ଆଙ୍କ ମୁହଁକୁ ଆପଣ ଦେଖିଛନ୍ତି କି? ମୁଁ ହେଲମେଟ୍ ପିନ୍ଧିନଥିଲି। ଭିତର ବାଟେ ଯାଉଥିଲୁ, ଏ ତ 10-10ରେ ଚଲାଉଥିଲେ। ହେଲମେଟ୍ଟା ପିନ୍ଧିନଥିଲି। ଯେମିତି ଭିଡ଼ିଓ କରିବା ଆରମ୍ଭ କରିଛି ମୋ ଉପରେ ତ ପଡ଼ିଲା ଗାଳି। ଆଉ ମୁଁ ଏଇନା ଟିକେ ବେହିଆଙ୍କ ଭଳିଆ ହସି ଦେଉଛି ନା। ଆଉ ମୋ ମନଟା ଭାରି ଦୁଃଖ ହେଲା। ଅବଶ୍ୟ ଦୁଃଖ ହେଲେ କ'ଣ କରିବି, ସେ ତ ଠିକ୍ ପଏଣ୍ଟ ଉପରେ ଗାଳିଟା ବାଜିଛି। ଆଉ ହେଲମେଟ୍ ନ ପିନ୍ଧିବାଟା କ'ଣ ଠିକ୍ କି? ହେଲମେଟ୍ ନ ପିନ୍ଧିବା ନିହାତି ପକ୍ଷେ ଭୁଲ। ପାଖ ହଉ ଦୂର ହଉ ପିନ୍ଧି ଦେଇଥିଲେ ହେଇଥାନ୍ତା। ମୋ ଧନ ବୁଦ୍ଧି କରିକି ମୋତେ ଦେଖିଲା ତ ମୋ ପାଖକୁ ଚାଲି ଆସିଲା। ତେଣୁ ମୋତେ ଆଉ ଖୋଜାଖୋଜି କରିବାକୁ ପଡ଼ିଲାନି। ସେତିକିବେଳକୁ ମୋର ଜଣେ ସବସ୍କ୍ରାଇବର ଝିଅ ମୋତେ ଆସି ଗୁଡ଼ାଏ ପ୍ରଶଂସାରେ ପୋତିଦେଲେ। ଆଉ ଓହୋ, ଗାଳିଖିଆ ଦୁଃଖଟା ମୋର ପୁରା ଗଲା। ମୁଁ କହିଲି ହଁ ମ, ଏଇ ଭିଡ଼ିଓ ଛାଡ଼ିବି ବୋଲି ତ ଟିକେ କରିଦେଇଥିଲି। ଭିଡ଼ିଓ ଆରମ୍ଭ କଲି ତ ତାଙ୍କ ମୁଣ୍ଡକୁ ଠିକ୍ ପିତ ଚଢ଼ିଗଲା। ଆଉ କହିଲେ ବିନା ହେଲମେଟ୍ରେ ଆସିଛି, ପୁଣି ଭିଡ଼ିଓ କରୁଛି। ମୋତେ କହିଲେ ତୁ ହେଲମେଟ୍ ତ ପିନ୍ଧିଲୁନି, ଭିଡ଼ିଓ ପୁଣି କାହିଁ କରୁଛୁ? ଯଦି ଯୁଆଡ଼େ ଯିବୁ ଭିଡ଼ିଓ କରିବୁ ହେଲମେଟ୍ ପିନ୍ଧିକି ଯିବୁ, ତୋଠୁ ଲୋକମାନେ କ'ଣ ଶିଖିବେ? କହିଲେ ଆଲୋ ବୋଉ ଲୋ, ପୁରା ତ ଠିକ୍ କଥା କହୁଛନ୍ତି। ଆଉ ତେଣୁ ଗାଳିଟାକୁ ହଜମ କରିବାକୁ ପଡ଼ିବ। ମୁଁ ଆଉ ଗୋଟେ ପଦ ବି ଉତ୍ତର ନ ଦେଇକି ଚୁପଚାପ ଆସିଲି। ସେଇଠୁ ବାଟରେ ଦେଖିଲା ବେଳକୁ ଗୋଟେ ଆଖୁରସ ବାଲା ପଡ଼ିଲା। ଏମାନେ ତ ସବୁବେଳେ ଏପଟେ ଯିବା ଆସିବା କରୁଛନ୍ତି ନା। ଗୁଟୁ କହିଲା ବୋଉ ମୁଁ ଆଖୁରସ ପିଇବି। ମୁଁ କହିଲି ଠିକ୍ ଅଛି, ମୋତେ ବି ତ ଆଖୁରସ ଭଲ ଲାଗେ ନା। ତେଣୁ ସେ ଯାଇକିରି ଗୋଟେ ଆଖୁରସ ବାଲା ପାଖରେ ପହଞ୍ଚିବା ଯାଏ ସେମିତି ଗୁହ ଖାଇବା ଭଳିଆ ମୁହଁ କରିଥିଲେ। ମୁଁ ତ ଠିକ୍ କଥାରେ ଗାଳି ଖାଇଛି। ମୁଁ ବି ଚୁପ୍ ଥିଲି, ମୋର ଟିକେ ଟିକେ ଭିଡ଼ିଓ କରୁଥିଲି। ସେଠୁ ଯାଇକି ଆମେ ସେ ଆଖୁରସ ବାଲା ପାଖରେ ପହଞ୍ଚିଗଲୁ। ଏମିତି ସେ ତାର ପାଣି ବୋତଲଟା କାହିଁ କାଖରେ ଜାକିଛି ନ ଥୋଇକିରି, ବ୍ୟାଗ୍ଟା ତ ମୋତେ ଦେଇଥିଲା। ଯାହା ବି ହଉ ଆମେ ଆଖୁରସ ପିଇଲୁ। ସେ ଯେତେବେଳେ ଆଖୁରସ ପିଇଲେ ଦି ଭାଇ ନିଶ କରିକିରି ହସାହସି ହୁଅନ୍ତି। ଆଜି ମିମିକା ନାହିଁ। ସିଏ କହିଲା ବୋଉ ମୋ ପାଣି ବୋତଲରେ ମିମିକା ପାଇଁ ଟିକେ ଆଖୁରସ ନେଇଯିବା। ମୋ ମନଟା କ'ଣ ହେଇଗଲା ସତରେ। ଭାଇ ଭାଇ ସମ୍ପର୍କ ଏମିତି। ମୁଁ ସତକୁ ସତ ସେଇ ପାଣି ବୋତଲରେ ତା ପାଇଁ ବି ଆଖୁରସ ଆଣିଲି। ଏତେବେଳକୁ ଦେଖିଲା ବେଳକୁ ବୁଢ଼ା ସାନ୍ଦଙ୍କର ବି ନିଶ ହେଇଯାଇଛି। ମୁଁ ତାଙ୍କୁ ଥଟ୍ଟା କରି କହିଲି, ମୁଁ ତମର ବି ନିଶ ହେଲାଣି ଦେଖ ଟିକେ। ସିଏ ମୋତେ ଖତେଇ ହେଲେ। ମୁଁ କହିଲି ଓହୋ, ତାହେଲେ ମୁଡ୍ ଠିକ୍ ହେଇଯାଇଛି। ଏତେବେଳକୁ ସେ ଆଖୁରସ ପୁରଉଥିଲେ। ମୁଁ ବି ଖୁସି ହେଇଗଲି। ମୁଁ ଯାହା ହଉ ଘରେ ପହଞ୍ଚିବା ପୂର୍ବରୁ ମୁଡ୍ ଆସିଯାଇଛି। କିନ୍ତୁ ମୁଁ ଦୁଃଖୀ ନଥିଲି, କାହିଁକିନା ସେ ମୋତେ ଠିକ୍ କଥାରେ ଗାଳି ଦେଇଥିଲେ। ଆମେ ଖୁସିରେ ପୁଣି ଫେରିଲୁ।